ମାନେ ମୁଁ ଯେ ଆପଣଙ୍କର ଅଭିନାଶ ମୁଁ ଆଜି ଏବେ ଯେଉଁ ଦେଖୁଛୁ ଗୋଟେ ଡ୍ରେସ୍ ପିନ୍ଧିଛି ଆମେ ଚାଲିଛୁ ଏବେ କେଉଁଠି ସେଠି ବାହାରୁଛି ମୁଁ ଗୋଟେ ନୂଆ ଜାଗାକୁ ଯିବା ପାଇଁ ଯଦି ଯାଉ ଦେଖିବେ ଭିଡ଼ିଓରେ ଆଉ ସେ ଜାଗାଟା କେମିତି ହେଇଛି କମେଣ୍ଟରେ ବି କହିବେ ଆଗରେ ମୁଁ ସେ ଜାଗାକୁ ଯାଏ ଦେଖିବା କ'ଣ ହେଉଛି ଆଉ ଭିଡ଼ିଓ ସହିତ ଯୋଡ଼ି ରୁହନ୍ତୁ ଆଉ ଯେଉଁମାନେ ନୂଆ ଆସିଛନ୍ତି ସେ ଲାଇକ୍ ସେୟାର ସବସ୍କ୍ରାଇବ୍ ଏଣ୍ଡ କମେଣ୍ଟ କରିବାକୁ ଭୁଲିବେନି। ଚାଲ ଆସି ପହଞ୍ଚି ସାରିଲୁଣୁ ସେ ଜାଗାରେ ଯାଇନାହୁଁ ଯେଉଁ ଜାଗାକୁ ଯିବା କଥା ସେ ଜାଗାକୁ ଯାଇନାହୁଁ ଦେଖୁଛ ତ ସନ୍ଧ୍ୟା ହେଇଗଲାଣି ଟିକେ କାମ ପଡ଼ିଗଲା ଯାଇଥିଲୁ ଅଲଗା ଜାଗାରେ ଗୋଟେ କାମ ପଡ଼ିଗଲା ସେ ରହିଯାଇଥିଲୁ ତାରେ ଏବେ ସେଇ ତଥାପି ଜାଗାକୁ ଯିବା ପାଇଁ ଚେଷ୍ଟା କରୁଛୁ ଦେଖିଲା ବେଳକୁ ସନ୍ଧ୍ୟା ହେଇଗଲାଣି ଦେଖ ଆସି ପହଞ୍ଚି ଯାଇଛି ଏଇ ଜାଗାରେ ଏଇଟା କ'ଣ କମେଣ୍ଟରେ ଟିକେ କହିବ ଏଇ ଯେଉଁ ଜାଗାଟା ପୁରା ଦେଖ ମୌସୁମୀଟା ପୁରା ଅଲଗା ପ୍ରକାର କେହି ନାହାନ୍ତି ଭାଇ ମାଇଣ୍ଡ ପୁରା କ୍ଲିଅର ହେଇଯାଉଛି ଆଉ ଝିଲଝିଲି ମାଇଣ୍ଡ ରହୁନି ଟୋଟାଲ କ୍ଲିଅର ହେଇଯାଉଛି ମାଇଣ୍ଡଟା ଆଉ କ'ଣ କହିବୁ ମାଇଣ୍ଡ ଟୋଟାଲ କ୍ଲିଅର ଆଉ ତା ଭିତରେ ମଇଳା ଫଳା ଯାହା ଥିଲା ସବୁ ବାହାରି ଯାଉଛି ଏପର୍ଯ୍ୟନ୍ତ ପୁରା ପୁରା ବିନ୍ଦାସ କିଛି କହିବାକୁ ହିଁ ପଡ଼ିବନି କିଛି ଟୋଟାଲ ଫ୍ରି ରହିଯାଉଛି ଦେଖ ପୁରା ଜାଗା ପୁରା କିଭଳିଆ ଦେଖ ଜାଗା ପୁରା ନମ୍ବର 1 ଜାଗା ଅଛି ଏଠି ଆଉ ଏ ନେଇକି ଆସିଛୁ ଭି ବାଜାଜ ନେଇକି କ'ଣ ବି ନେଇକି ଆସିଛୁ ଆଉ ଏଇଟା ହେଉଛି ଏଇଟା କ'ଣ ତ କମେଣ୍ଟରେ କହିବେ ମୁଁ କହିବିନି ମୁଁ ରେଡ଼ି ଆଉ କ'ଣ କହିମି ଆଜି ମୁଡ଼ ଭାଙ୍ଗିଗଲା ଗୋଟେ କାମ ପଡ଼ିଗଲା ଯେହେତୁ ରହିଗନି ଗୋଟେ ଜାଗାର ଆଉ ଠିକ୍ ଟାଇମ୍ରେ ଆସିପାରିଲୁନୁ ଠିକ୍ ପୁରା 4ଟା ବେଳକୁ ଆସିଥାନ୍ତୁ ଏବେ 6ଟା ହେଇଗଲାଣି 2 ଘଣ୍ଟା ଲେଟ୍ ହେଇଗଲାଣି 4ଟା ବେଳକୁ ଆସିଥିଲେ ପୁରା ଦେଖିଥାନ୍ତେ ସେ ଜାଗାଟା 3ଟା ନଈ ଆସିକି ସେ ଜାଗାରେ ପୁରା ଏକଜୁଟ ହେବେ ହେଲେ ଗୋଟେ ବଢ଼ିଆ ଦେଖାହେବ ସେ ଜାଗାର 3ଟା ନଈ ଯେତେବେଳେ ଜଏଣ୍ଟ ହେଇଥିବେ ସେଠି ଗୋଟେ ମାଆଙ୍କ ମନ୍ଦିର ଅଛି ସେ ମାଆଙ୍କ ମନ୍ଦିର ମୁଁ କହୁନାହିଁ ସେଇଟା ସସ୍ପେନ୍ସ ରହିଲା ଯଦି କମେଣ୍ଟ ଆସିବ ମୁଁ କହିବି ସେ ଜାଗାକୁ ମୁଁ ତ ନିହାତି ଯିବି ବ୍ଲଗ୍ ତ ନିହାତି ହେବ ପଡ଼ିବ ତଥାପି ଫିର୍ ବି ଟିକେ ଯିବା ପାଇଁ ମୋତେ ଟିକେ ଆଗ୍ରହିତ କର ମୋତେ ଟିକେ ସପୋର୍ଟ ଦିଅ ଯେ ମୁଁ ଯିବା ପାଇଁ ସେ ଜାଗାକୁ ମାଆଙ୍କୁ ଦର୍ଶନ କରିବେ ମାଆଙ୍କର ବହୁତ ଲୋକ ବି ମୁଁ ତ ଅବଶ୍ୟ ଯାଇନି ସେ ମୁଁ କିଛି ମାଗି ନାହିଁ ମାଆଙ୍କୁ ଏପର୍ଯ୍ୟନ୍ତ କିନ୍ତୁ ସେଠି ଯିଏ ଯାହା ମାଗିଛି ମାଆ ତାକୁ ମକର ସଂକ୍ରାନ୍ତିରେ ତାଙ୍କର ପର୍ବ ହେଉଛି ମକର ସଂକ୍ରାନ୍ତି ଜାଣିପାରୁଥିବ ସେଇଟା ହେଉଛି କି ମାଆ ଆଉ ତାଙ୍କୁ ଯିଏ ଯାହା ମାଗିଛି ତା ମନସ୍କାମନା ପୂରଣ କରୁଛନ୍ତି ମାଆ ଆଉ ଯଦି ତୁମର କିଛି ମନସ୍କାମନା ଅଛି এই ଭିଡ଼ିଓ କମେଣ୍ଟରେ କହିବ ମୋତେ କହିବନି କମେଣ୍ଟରେ କହିବ ଯେ ଯିବା ପାଇଁ ଆମେ ନିହାତି ଯିବୁ ସେ ଜାଗାକୁ ଆଉ କ'ଣ କହିବୁ ଯେ କମେଣ୍ଟରେ କୁହ କମେଣ୍ଟ କର ତାପରେ ଦେଖା ହେବ କ'ଣ ହେଉଛି କ'ଣ ନାହିଁ ନର୍ମାଲି ଗୋଟେ ଗାଡ଼ି ଯିବା ସେପଟର ଗାଁ ଅଛି ନା ସେପଟର ଗାଁ ଅଛି ଯେହେତୁ ନିହାତି ଗୋଟେ ଗାଡ଼ି ନିହାତି ଯିବ ଆମର ଯୋଉଟା ଆମ ଗାଁ ମାନଙ୍କରେ ଆମେ ନିହାତି ଗାଡ଼ି ଯୋଉଟା ନେଇକି ଆସିଛୁ ଆମେ ଗାଁ ଦେଇକି ଆସିଥିବୁ ସେଇଭଳିଆ ସିଏ ଗୋଟେ ସେପଟେ ଯେହେତୁ ଗୋଟେ ଗାଁ ଅଛି ଯିବା ପାଇଁ ଅଛି ସେପଟ ଗାଁ ଯିବା ଆସିବା କରୁଛନ୍ତି ରାସ୍ତାରେ ଆଉ ସେ ଜାଗାଟା ଫାଷ୍ଟ ଦେଖନି କିଭଳିଆ ହେଇଛି ଭିଡ଼ିଓରେ ବି କହୁଛି ଜାଗାଟା ଦେଖ କିଭଳିଆ ପୁରା ଅଲଗା ପ୍ରକାର ଜାଗା ଟୋଟାଲ ଅଲଗା ପ୍ରକାର ଜାଗା ଏଟା ପୁରା ଦିଲ୍ ଖୁଶ କରିଦେବ ଜାଗାଟା ଜାଗା କ'ଣ କିଛି ବାଛିବାର ନାହିଁ ଜାଗାର କ'ଣ ଦରକାର ଖାଲି କହିବ ତୁମେ କମେଣ୍ଟରେ କହିବ ଦେଖିବା 2ଟା କମେଣ୍ଟ ଦିଆହେଇଛି ଯେଉଁ କମେଣ୍ଟ ଅଧିକା ଆସିବ ସେ ଜାଗାକୁ ନିହାତି ଯିବୁ ଆମେ ତ ସେ ଜାଗାକୁ ତ ନିହାତି ଯିବୁ ଫିର୍ ବି ପୁରା ଏନ୍ଜୟ କରାହେବ ଆଉ କାହା ସାଙ୍ଗରେ ଆସିଛି ସେଠି ଯେଉଁ ଗୋଟେ ଲୋକଟେ ଛିଡ଼ା ହେଇଛନ୍ତି ହେଲା ତାଙ୍କରି ସାଙ୍ଗରେ ମୁଁ ଆସିଛି 2 ଜଣ ଆସିଥିଲି ଇଆଡ଼ିକି ମାନେ ଯିବା ଚାଲ କ'ଣ ପାଣି ବଢ଼ୁଛି କ'ଣ କହୁଛନ୍ତି ସେ ପାଣି ଆମ ଏଠି ଦେଖିଲେ କିବା ପାଣି ହେଇଛି ପୁଣି ପାଣି ଆସିସାରିଲାଣି ଆମେ ସେଇଥିପାଇଁ ଭାବିଲୁ ଯେ ଯିବା ଚାଲ ସିଆଡ଼େ କେତେ ପାଣି ଅଛି ଦେଖିବା ଆଉ ସେଥିପାଇଁ ଆମେ ପଳେଇ ଆସିଥିଲୁ ଦେଖିଲା ବେଳକୁ ଏଠି ବାଟରେ ରହିଗଲୁ ଆଉ କ'ଣ କରିବା
ରିଲ୍ସ ଫିଲ୍ସ ଦୁଇଟା ଚାରିଟା କରିଥାନ୍ତୁ ରିଲ୍ ଫିଲ୍, ଦେଖିଲା କିଛି ହେଇପାରିଲାନି। ଆଉ ହଉ ଦେଖିବା ଯାହା ହେଉଛି ଭଲ ହେଉଛି, ଯାହା ହେବ ଭଲ ହେବ, ଯାହା କରିବାକୁ ଯାଉଛୁ ସେଟା ଭଲ ବି ହେବ। ବାସ୍ ପ୍ରଭୁଙ୍କ ଉପରେ ଟିକେ ପ୍ରଭୁ ତୁମ ଉପରେ ଆଶୀର୍ବାଦ ରଖନ୍ତୁ। ଆଉ ଯଦି ମୋର କିଛି କହିବାର ଯଦି ଭୁଲ ରହିଯାଉଛି, କିଛି ତ୍ରୁଟି ରହୁଛି, ତାହେଲେ କମେଣ୍ଟରେ କହିବେ, ମୁଁ ନିହାତି ମତାମତ ଦେବି। ଆମେ ଭାଇ ସେ ଷ୍ଟ୍ରଗଲ୍ କରି ଆମେ ୟୁଟ୍ୟୁବରେ ଷ୍ଟାର୍ଟ କରୁଛୁ, କେତେ କଷ୍ଟ ଆମେ ଜାଣିବେ। ଜଣେ ଭିଡ଼ିଓ କରୁଛନ୍ତି, ବ୍ଲଗିଂ କ'ଣ କମେଡ଼ି କ'ଣ ଯେକୌଣସି ଟାଇପ୍ର ଭିଡ଼ିଓ କରୁଛନ୍ତି, କେତେ କଷ୍ଟ ଜାଣିପାରୁଥିବେ। ଆଉ ବାସ୍ ଆମର ମୋଟୋ ଆମର ବେଶୀ କିଛି ନୁହେଁ, ଆପଣଙ୍କୁ ଏଣ୍ଟରଟେନମେଣ୍ଟ କରିବା, ହସେଇବା। ଦୁନିଆର ଲୋକମାନେ ସବୁ ଅନେକ ଲୋକଙ୍କୁ କନ୍ଦଉଛନ୍ତି, କାହାକୁ ମାରି ଦେଉଛନ୍ତି, ହାଣି ଦେଉଛନ୍ତି। ଆମେ କ'ଣ ଦରକାର ଭାଇ, ଆଜି ଜୀବନ ପାଣି ଫଟକା, ଆଜି ଅଛି ଏଇ ଶୁଣା ଅଛି ମୁଁ ବ୍ଲଗ୍ କରୁଛି, ଆଉ କିଛି ବ୍ଲଗ୍ଟା ହେଇଛି ପଡ଼ିବ କି ନାହିଁ ସେଇଟା ଡାଉଟ୍। ସେଠୁ ଘରକୁ ଗଲା ପରେ ମୋର କ'ଣ ହେବ କିଏ ଜାଣିଛନ୍ତି? କେହି ଜାଣିନାହାନ୍ତି। ସେଇଭଳିଆ କଥା। ଆଉ କ'ଣ କହିବି, ଏଇଭଳିଆ ଚାଲିଛି, ଏନ୍ଜୟ ଚାଲିଛି। ଆଉ ପ୍ଲିଜ୍ ଦୟାକରି ଚ୍ୟାନେଲ୍କୁ ଟିକେ ସପୋର୍ଟ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଟିକେ। ଯେଉଁମାନେ ନୂଆ ଭାଇ ଭଉଣୀମାନେ ଆସିଛନ୍ତି, ଖାସ୍ କରି ଭାଇ ଭଉଣୀମାନେ ଯେଉଁମାନେ ନୂଆ ଆସିଛନ୍ତି, ସେମାନେ ଚ୍ୟାନେଲ୍କୁ ଟିକେ ସପୋର୍ଟ କରନ୍ତୁ, ଆଉ ଟିକେ ସେୟାର କରନ୍ତୁ, ଟିକେ ଭାଇକୁ ଟିକେ ସପୋର୍ଟ କରିକି ଆଗକୁ ନିଅନ୍ତୁ। ଆଉ ଏଇଆ କହୁଛି, ଭାଇକୁ ନିଶ୍ଚିନ୍ତ ସପୋର୍ଟ କର, ଭାଇ ତୁମକୁ ନିଶ୍ଚିନ୍ତ ସପୋର୍ଟ କରିବ। ଆଉ ନିହାତି କମେଣ୍ଟ କର ଭାଇ, ମୁଁ କହୁଛି କମେଣ୍ଟରେ ନିହାତି ରିପ୍ଲାଏ ଦେବି। ଯାହାର ମୁଁ ରିପ୍ଲାଏ ନଦେବି ତାପରେ ମୋତେ ଯାହା କହିବା କଥା କହିବ। ଆଉ ଏତିକି ଜାଣିଛ ଭାଇ, ଓଡ଼ିଆ ଭାଇ, ଆମେ ଓଡ଼ିଆ ଲୋକ ଭାରି ବଢ଼ିଆ। ଆଉ ଆମେ ଭାବିବୁ ଯେ ଏଇଟା କହୁଛି ଇଏ କରିଦେଉଛି, ଦେଖେ ୟାକୁ ହାଇଲାଇଟ୍ ହେଇଗଲେ ଆଉ ଇଏ ଆମେ ପଚାରିବେନି ନା ଭାଇ, ଆମେ ଫ୍ୟାମିଲି ମେମ୍ବର। ତୁମେମାନେ ଗୋଟିଏରୁ କୋଟିଏ ହେଇଛ, ବୁଝିପାରିଲ? ଗୋଟେ ସବସ୍କ୍ରାଇବ୍ରୁ କୋଟିଏ ସବସ୍କ୍ରାଇବ୍ ହେଇଛ, ଫିର୍ ବି ତୁମମାନଙ୍କୁ ଛାଡ଼ିକି ରହିହବ? ଡେଲି ବ୍ଲଗ୍ ଆସିବ। ଆଉ ଏଠି ନେଟ୍ ଫେଟ୍ ପ୍ରୋବ୍ଲେମ୍ ଯୋଗୁଁ ବ୍ଲଗ୍ ଆସିପାରୁ ନାହିଁ। ବ୍ଲଗ୍ ୟା ପରେ କଣ୍ଟିନ୍ୟୁ ବ୍ଲଗ୍ ଆସିବ, ଆପଣ ଦେଖିବେ, ଏନ୍ଜୟ କରିବେ, ମଜାମସ୍ତି କରିବେ। ବ୍ଲଗ୍ ଆପଣମାନେ ଦେଖୁନାହାନ୍ତି, ଖାସ୍ କରିକି ଟିକେ ଖାସ୍ କରି ଟିକେ ବ୍ଲଗ୍ ଦେଖନ୍ତୁ, ମଜାମସ୍ତି କରନ୍ତୁ। ଲାଇଟ୍ ସର୍ଟ ହେଇଗଲାଣି, ଆଉ କ'ଣ କହିବି, ଆସିଥିଲି ଏଠୁ ବକର ହେଇଗନି। ଆଉ ଦେଖିବା ଭାଇମାନେ ମୋର କ'ଣ କହୁଛନ୍ତି, କ'ଣ କମେଣ୍ଟ କରୁଛନ୍ତି, କ'ଣ ନାହିଁ ସବୁ କହୁଛନ୍ତି। ଏଇଭଳିଆ କଥା, ଆଉ ଏଇଭଳିଆ ଚାଲିଛି। ସନ୍ଧ୍ୟା ବି ହେଇଗଲାଣି। ଆଉ ଏବେ ତ ଅନ୍ଧାର ହେଇଯାଇଥିଲା, ସେଥିପାଇଁ ମୁଁ ମୋବାଇଲ ଯେଉଁ ଲାଇଟ୍ଟା ଫ୍ଲାସ୍ ଲାଇଟ୍ଟା ମାରିକି ମୁଁ ଭିଡ଼ିଓଟି ଚାଲୁ କରୁଛି। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥିବ, ଲାଇକ୍, ସେୟାର, ସବସ୍କ୍ରାଇବ୍, କମେଣ୍ଟ ଏତିକି ପ୍ଲିଜ୍ କରନ୍ତୁ। ଯେଉଁମାନେ ନୂଆ ଆସିଛନ୍ତି ଭାଇ ଭଉଣୀମାନେ, ଆଉ ଚ୍ୟାନେଲ୍କୁ ଟିକେ ସପୋର୍ଟ କରନ୍ତୁ। ରହିଲି, ଜୟ ଜଗନ୍ନାଥ।